ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଯଦି ଆପଣଙ୍କର ରାଶି କିମ୍ବା ଲଗ୍ନ ତୁଳା ଅଟେ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ପାଇଁ କେବଳ ଏକ ରାଶିଫଳ ନୁହେଁ, ବରଂ ଆପଣଙ୍କ ଜୀବନର ଏକ ଗୁପ୍ତ ନକ୍ସା କହିଲେ ଭୁଲ ହେବ ନାହିଁ। ରାତିରେ ନିଦ ନାହିଁ, ମନରେ ଅଜଣା ଭୟ, କ୍ୟାରିୟରରେ ଅନିଶ୍ଚିତତା ଏବଂ ଲୋକଙ୍କ ଠାରୁ ମିଳିଥିବା ଧୋକା, ବୋଧହୁଏ ଏହା ହିଁ ଥିଲା ଆପଣଙ୍କ ଗତ କିଛି ବର୍ଷର କାହାଣୀ। ଆପଣ ବହୁତ ଚେଷ୍ଟା କଲେ, କିନ୍ତୁ ଭାଗ୍ୟ ଯେମିତି ଆପଣଙ୍କ ସାଥ ଦେଉନଥିଲା। ଆପଣଙ୍କ ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସୁଥିବ, ମୋର ସମୟ କେବେ ବଦଳିବ? କ'ଣ ମୋ ଜୀବନ ସାରା ଏମିତି କଟିଯିବ? କିନ୍ତୁ ବନ୍ଧୁଗଣ, ଲୁହ ପୋଛି ଦିଅନ୍ତୁ, କାରଣ ବ୍ରହ୍ମାଣ୍ଡର ଘଡ଼ିରେ ସମୟ ବଦଳିବାକୁ ଯାଉଛି। 2026 ମସିହା ଆପଣଙ୍କ ପାଇଁ କେବଳ ଏକ ନୂଆ ବର୍ଷ ନୁହେଁ, ଏହା ହେଉଛି ଆପଣଙ୍କ ଭାଗ୍ୟର ରିବାର୍ଥ ବା ପୁନଃଜନ୍ମର ବର୍ଷ। ଜ୍ୟୋତିଷ ଶାସ୍ତ୍ରର ଗଣନା କହୁଛି, ଏହି ବର୍ଷ ଆପଣ ସେଇ ସବୁ କିଛି ପାଇବେ ଯାହା ଆପଣଙ୍କର ହକ୍ ଅଟେ। କିନ୍ତୁ ସାବଧାନ, ସ୍ୱର୍ଗକୁ ଯିବା ପୂର୍ବରୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼େ। 2026ର ଆରମ୍ଭରେ ଗୋଟିଏ ଏମିତି ମହାସଙ୍କଟ ଯୋଗ ଅଛି, ଯାହା ଆପଣଙ୍କୁ ଭୁଲ ରାସ୍ତାକୁ ନେଇଯାଇପାରେ। ଯଦି ଆପଣ ସେହି 2ଟି ମାସ ସମ୍ଭାଳି ନେଲେ, ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ରାଜା ହେବାରୁ ଅଟକାଇ ପାରିବ ନାହିଁ। ତେବେ କ'ଣ ସେହି ବିପଦ ଏବଂ କେବେ ଖୋଲିବ ଭାଗ୍ୟର ତାଲା? ଆସନ୍ତୁ ଆଜି ଖୋଲିବା ଭବିଷ୍ୟତର ଏହି ରହସ୍ୟମୟ ପୁସ୍ତକକୁ। 2026ର ଚିତ୍ର ବୁଝିବା ପାଇଁ ଆମକୁ ଆକାଶର 3 ଜଣ ମହାରଥୀଙ୍କୁ ଦେଖିବାକୁ ପଡ଼ିବ। ଏହି ବର୍ଷ ଆପଣଙ୍କ ଜୀବନର ଷ୍ଟିଅରିଂ 3ଟି ଗ୍ରହଙ୍କ ହାତରେ ରହିବ: ଶନି, ରାହୁ ଏବଂ ଦେବଗୁରୁ ବୃହସ୍ପତି। ଶନିଙ୍କ କଠୋର ଦୃଷ୍ଟି ପୁରା ବର୍ଷ ଶନିଦେବ ଆପଣଙ୍କ ଷଷ୍ଠ ଭାବରେ ଅର୍ଥାତ୍ ମୀନ ରାଶିରେ ରହିବେ। ଷଷ୍ଠ ଭାବ ହେଉଛି ଶତ୍ରୁ, ରୋଗ ଏବଂ ଋଣର ଘର। ଯେତେବେଳେ ଶନି ଏଠାରେ ବସନ୍ତି, ସେ ଆପଣଙ୍କୁ ଅପରାଜିତ ବନାଇ ଦିଅନ୍ତି। ଆପଣଙ୍କ ଶତ୍ରୁମାନେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ, କିନ୍ତୁ ଶେଷରେ ସେମାନେ ନିଜେ ହିଁ ପରାସ୍ତ ହେବେ। କିନ୍ତୁ ମନେ ରଖନ୍ତୁ, ଶନି ମାଗଣାରେ କିଛି ଦିଅନ୍ତି ନାହିଁ, ସେ ଆପଣଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରାଇବେ। ଦ୍ୱିତୀୟରେ, ରାହୁଙ୍କ ମାୟାଜାଲ। ଏଠାରେ ହିଁ ଅସଲ ଖେଳ ଆରମ୍ଭ ହେବ। ରାହୁ ଆପଣଙ୍କ ପଞ୍ଚମ ଭାବରେ ବସିଛନ୍ତି। ପଞ୍ଚମ ଭାବ ହେଉଛି ଆପଣଙ୍କ ବୁଦ୍ଧି ଏବଂ ପ୍ରେମର ଘର। ରାହୁ ଆପଣଙ୍କୁ ହଠାତ୍ ବଡ଼ ସ୍ୱପ୍ନ ଦେଖାଇବେ। ରାତାରାତି ଧନୀ ହେବାର ସ୍ୱପ୍ନ, ନୂଆ ପ୍ରେମର ସ୍ୱପ୍ନ। ଏହା ଆପଣଙ୍କୁ ଏତେ ଚାଲାକ କରିଦେବ ଯେ ଆପଣ ଅସମ୍ଭବକୁ ସମ୍ଭବ କରିପାରିବେ। କିନ୍ତୁ ଯଦି ଆପଣ ଲୋଭ କଲେ, ତେବେ ଏହା ଫାଶରେ ପକାଇଦେବ। ତୃତୀୟରେ ରହିଛି ଗୁରୁଙ୍କର ମହା ଆଶୀର୍ବାଦ। ବର୍ଷର ସବୁଠାରୁ ବଡ଼ ଘଟଣା ଘଟିବ ଜୁନ୍ 2 ତାରିଖରେ। ଏହି ଦିନ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରି ଉଚ୍ଚସ୍ଥ ହେବେ ଏବଂ ଆପଣଙ୍କ ଦଶମ ଭାବରେ ଅର୍ଥାତ୍ କର୍ମକ୍ଷେତ୍ରରେ ହଂସ ମହାପୁରୁଷ ରାଜଯୋଗ ସୃଷ୍ଟି କରିବେ। ଏହାର ଅର୍ଥ କ'ଣ ଜାଣନ୍ତି? ଏହାର ଅର୍ଥ ହେଲା ସମ୍ମାନ, ପଦବୀ ଏବଂ କ୍ଷମତା। ଯେଉଁମାନେ ଆପଣଙ୍କୁ ଅବହେଳା କରୁଥିଲେ, ସେମାନେ ଆପଣଙ୍କୁ ସଲାମ କରିବେ। କିନ୍ତୁ ରାଜା ହେବା ପୂର୍ବରୁ ସାବଧାନ। ଫେବୃଆରୀ ଏବଂ ମାର୍ଚ୍ଚ 2026, ଏହି 2 ମାସ ତୁଳା ରାଶି ପାଇଁ ଅଗ୍ନି ପରୀକ୍ଷା। କାହିଁକି? କାରଣ ଏହି ସମୟରେ ଆକାଶରେ ଶନି ଏବଂ ରାହୁଙ୍କ ମଧ୍ୟରେ ଏକ ବିପଜ୍ଜନକ ସମ୍ପର୍କ ସୃଷ୍ଟି ହେବ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ସଙ୍କଟ ଯୋଗ କୁହାଯାଏ। ଏହି ସମୟରେ ଆପଣଙ୍କ ସହ କ'ଣ ହୋଇପାରେ? ଆସନ୍ତୁ ଜାଣିବା। ପ୍ରଥମରେ ରହିଛି ଚାକିରିରେ ବିପଦ। ହଠାତ୍ ଆପଣଙ୍କୁ ଲାଗିବ ଯେ ଚାକିରି ଛାଡ଼ିଦେବି। ବସ୍ଙ୍କ ସହ ଝଗଡ଼ା କରିବେ। ଦୟାକରି ଏହି ଭୁଲ କରନ୍ତୁ ନାହିଁ। ଯଦି ଏହି ସମୟରେ ଇସ୍ତଫା ଦେଲେ, ବର୍ଷ ସାରା ବେକାର ବସିବାକୁ ପଡ଼ିପାରେ। ଦ୍ୱିତୀୟରେ, ଟଙ୍କା ବୁଡ଼ିଯିବାର ସମ୍ଭାବନା ଅଛି। କେହି ଜଣେ ବନ୍ଧୁ ଆସି କହିବେ, ଏଠି ଟଙ୍କା ଲଗାଅ, 2 ଗୁଣ ହୋଇଯିବ। ଲୋଭରେ ପଡ଼ନ୍ତୁ ନାହିଁ। ଏହି ସମୟରେ କରାଯାଇଥିବା ନିବେଶ ବୁଡ଼ିବ ନିଶ୍ଚିତ। ତୃତୀୟରେ, ଗୁପ୍ତ ସମ୍ପର୍କ। କୌଣସି ଅନୈତିକ ସମ୍ପର୍କ ଆଡ଼କୁ ମନ ଟାଣି ହୋଇପାରେ, ଯାହା ଆପଣଙ୍କ ବଦନାମର କାରଣ ସାଜିବ। ମୋର ଅନୁରୋଧ ଏହା ରହିବ କି ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଶାନ୍ତ ରୁହନ୍ତୁ। କେବଳ ସମୟ କାଟନ୍ତୁ, କାରଣ ଏହି ଅନ୍ଧକାର ପରେ ହିଁ ସୂର୍ଯ୍ୟ ଉଦୟ ହେବ। ଯଦି ଆପଣ ଧୈର୍ଯ୍ୟର ସହ ବର୍ଷର ପ୍ରଥମ ଭାଗ କଟାଇ ଦେଲେ, ତେବେ ଜୁନ୍ ମାସରୁ ଆପଣଙ୍କର ସୁବର୍ଣ୍ଣ ଯୁଗ ଆରମ୍ଭ ହେବ। ଜୁନ୍ 2 ପରେ ଗୁରୁ ଦଶମ ଭାବରେ ବସିବେ। ଯେଉଁମାନେ ବର୍ଷ ବର୍ଷ ଧରି ପ୍ରମୋଶନ ପାଇଁ ଅପେକ୍ଷା କରିଥିଲେ, ସେମାନଙ୍କୁ ହଠାତ୍ ବଡ଼ ପଦବୀ ମିଳିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା 12 ବର୍ଷରେ ଥରେ ଆସୁଥିବା ସୁଯୋଗ। ଯେଉଁମାନେ ନିଜର ବ୍ୟବସାୟ କରୁଛନ୍ତି, ଆପଣଙ୍କ ବ୍ରାଣ୍ଡର ନାଁ ଚାରିଆଡ଼େ ଖେଳିଯିବ।
ଟଙ୍କା ବିଷୟରେ କହିବାକୁ ଗଲେ 2026ରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବଢ଼ିବାର ଗ୍ୟାରେଣ୍ଟି ଅଛି। କିନ୍ତୁ ଏକ ସର୍ତ୍ତରେ, ପରିଶ୍ରମର ପଇସା। ଷଷ୍ଠରେ ଶନି ଥିବାରୁ ଲଟେରୀ କିମ୍ବା ଜୁଆରେ ଟଙ୍କା ମିଳିବ ନାହିଁ, କିନ୍ତୁ ଆପଣଙ୍କ ନିଜ କାମରୁ ଟଙ୍କା ମିଳିବ। ବିଶେଷ କରି ବର୍ଷର ଶେଷ ଭାଗରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ନୂଆ ଘର କିମ୍ବା ଜମି କିଣିବାର ଯୋଗ ଅଛି। ସାଧାରଣ ରାଶିଫଳ ତ ସମସ୍ତେ କୁହନ୍ତି, କିନ୍ତୁ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ନକ୍ଷତ୍ର ଅନୁସାରେ 2026 କିପରି କଟିବ। କାରଣ ସମସ୍ତ ତୁଳା ରାଶିଙ୍କ ଭାଗ୍ୟ ସମାନ ନୁହେଁ। ଆମେ ଏବେ ଜାଣିବା ଚିତ୍ରା ନକ୍ଷତ୍ରର କ'ଣ ରହିଛି। ଚିତ୍ରା ନକ୍ଷତ୍ରର ମାଲିକ ହେଉଛନ୍ତି ମଙ୍ଗଳ। ଆପଣଙ୍କ ପାଇଁ ଏହି ବର୍ଷ ଶକ୍ତି ଏବଂ ସାହସର ବର୍ଷ। ଆପଣ ନୂଆ ଘର ତିଆରି କରିବେ, କିନ୍ତୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ପରିବାରରେ ଅଶାନ୍ତି ହେବ। ଦ୍ୱିତୀୟରେ ରହିଛି ସ୍ୱାତି ନକ୍ଷତ୍ର, ଯାହାର ମାଲିକ ହେଉଛନ୍ତି ରାହୁ। ଆପଣ ସବୁଠାରୁ ବେଶୀ ପ୍ରଭାବିତ ହେବେ, କାରଣ ରାହୁ ନିଜେ ପଞ୍ଚମରେ ଅଛନ୍ତି। ଆପଣଙ୍କ ପାଇଁ ଏ ବର୍ଷ ରୋଲର କୋଷ୍ଟର ଭଳି ହେବ। ବହୁତ ଉପରକୁ ଯିବେ, ପୁଣି ତଳକୁ ଖସିବେ। ଆପଣଙ୍କ ପାଇଁ ଏକମାତ୍ର ଉପାୟ ହେଉଛି ଭ୍ରମଠାରୁ ଦୂରେଇ ରୁହନ୍ତୁ। ତୃତୀୟରେ ଅଛି ବିଶାଖା ନକ୍ଷତ୍ର, ଯାହାର ମାଲିକ ହେଉଛନ୍ତି ଗୁରୁ। ଆପଣ 2026ର ପ୍ରକୃତ ହିରୋ, କାରଣ ଆପଣଙ୍କ ନକ୍ଷତ୍ର ସ୍ୱାମୀ ଗୁରୁ ଉଚ୍ଚସ୍ଥ ହେବାକୁ ଯାଉଛନ୍ତି। ଆପଣଙ୍କ ଜ୍ଞାନ, ମାନ, ସମ୍ମାନ ଏବଂ ଧନ ସବୁଠାରୁ ଅଧିକ ବଢ଼ିବ। ଆପଣଙ୍କ କଥାକୁ ଲୋକମାନେ ବେଦର ଗାର ଭଳି ମାନିବେ। ସଫଳତା ମିଳିବ ସତ, କିନ୍ତୁ ଶରୀର ସାଥ ଦେବ ତ? ଏଠାରେ ଟିକେ ଚିନ୍ତାର ବିଷୟ ଅଛି। ରାହୁ ପଞ୍ଚମରେ ଅଛନ୍ତି, ପେଟଜନିତ ସମସ୍ୟା ଦେଖାଦେବ ଏବଂ ଶନି ଷଷ୍ଠରେ ଥିବାରୁ ଆପଣଙ୍କୁ ହଜମ ଜନିତ ସମସ୍ୟା ଦେଖାଦେବ ଏବଂ ମେରୁଦଣ୍ଡ ବା କମର ଯନ୍ତ୍ରଣା ହଇରାଣ କରିପାରେ। ଆସନ୍ତୁ ଏବେ ଜାଣିବା ପ୍ରେମ ସମ୍ପର୍କୀୟ ସୂଚନା ବିଷୟରେ। ପ୍ରେମ କ୍ଷେତ୍ରରେ ଯଦି ଆପଣ ଅବିବାହିତ ଅଛନ୍ତି, ତେବେ କୌଣସି ବିଦେଶୀ କିମ୍ବା ଭିନ୍ନ ଜାତିର ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। କିନ୍ତୁ ବିବାହିତ ଲୋକମାନେ ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କେତୁ 1100 ଭାବରେ ଥିବାରୁ ସାଙ୍ଗସାଥୀମାନେ ଆପଣଙ୍କଠାରୁ ଦୂରେଇ ଯିବେ। ଚିନ୍ତା କରନ୍ତୁ ନାହିଁ, ଯେଉଁମାନେ ପ୍ରକୃତ ବନ୍ଧୁ ସେମାନେ ହିଁ ରହିବେ। ବାକି ସ୍ୱାର୍ଥପର ବନ୍ଧୁମାନେ ଆପଣଙ୍କ ଜୀବନରୁ ବିଦାୟ ନେବେ। ବର୍ତ୍ତମାନ ସମୟ ଆସିଛି ସେହି ବ୍ରହ୍ମାସ୍ତ୍ର ବିଷୟରେ ଜାଣିବାର, ଯାହା ଆପଣଙ୍କ ଦୁର୍ଭାଗ୍ୟକୁ କାଟି ଖଣ୍ଡ ଖଣ୍ଡ କରିଦେବ। ମୁଁ ଆପଣଙ୍କୁ ସାଧାରଣ ପୂଜା କହିବି ନାହିଁ, ଏଗୁଡ଼ିକ ହେଉଛି ସିଦ୍ଧି ଉପାୟ। ପ୍ରଥମରେ ରହିଛି ଶନି ରାହୁଙ୍କ ପାଇଁ ଛାୟା ଦାନ। ଶନିବାର ଦିନ ଗୋଟିଏ କଂସା ବାଟିରେ ସୋରିଷ ତେଲ ନିଅନ୍ତୁ, ସେଥିରେ ନିଜର ମୁହଁ ଦେଖନ୍ତୁ। ତାପରେ ସେହି ତେଲକୁ କୌଣସି ଶନି ମନ୍ଦିରରେ କିମ୍ବା ଗରିବ ଲୋକଙ୍କୁ ଦାନ କରନ୍ତୁ। ଏହାକୁ ଛାୟା ଦାନ କୁହାଯାଏ। ଏହା କଲେ ଫେବୃଆରୀ ମାସର ସଙ୍କଟ ଯୋଗ ଆପଣଙ୍କର କିଛି କ୍ଷତି କରିପାରିବ ନାହିଁ। ଦ୍ୱିତୀୟରେ ରାହୁଙ୍କ ପାଇଁ ରୂପା ଉପଚାର। ମନର ଅଶାନ୍ତି ଦୂର କରିବା ପାଇଁ ଆପଣଙ୍କ ପକେଟରେ କିମ୍ବା ମନି ପର୍ସରେ ସବୁବେଳେ ଏକ କଠିନ ରୂପା ଖଣ୍ଡ ରଖନ୍ତୁ। ରୂପା ଚନ୍ଦ୍ରଙ୍କ କାରକ, ଯାହା ରାହୁର ବିଷକୁ ଶାନ୍ତ କରିଦେବ। ତୃତୀୟରେ ଭାଗ୍ୟ ଉଦୟ ପାଇଁ ହଳଦିଆ ତିଲକ ଲଗାନ୍ତୁ। ଜୁନ୍ ମାସ ପରେ ପ୍ରତିଦିନ ଘରୁ ବାହାରିବା ପୂର୍ବରୁ ନିଜ କପାଳରେ ହଳଦୀ କିମ୍ବା କେଶରର ତିଳକ ଲଗାନ୍ତୁ। ଏହା ଆପଣଙ୍କ ଉଚ୍ଚସ୍ଥ ଗୁରୁଙ୍କୁ ଜାଗ୍ରତ କରିବ ଏବଂ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ। ବନ୍ଧୁଗଣ, ଭଗବାନ କାହାକୁ ବିନା କାରଣରେ କଷ୍ଟ ଦିଅନ୍ତି ନାହିଁ। ଆପଣଙ୍କ ଅତୀତର କଷ୍ଟ ଆପଣଙ୍କୁ ଏହି ସୁବର୍ଣ୍ଣ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଥିଲା। 2026 ଆପଣଙ୍କ ଦ୍ୱାରରେ ଛିଡ଼ା ହୋଇ ଅପେକ୍ଷା କରିଛି। କେବଳ ଧୈର୍ଯ୍ୟର ସହ କବାଟ ଖୋଲିବାକୁ ବାକି ଅଛି। ଆପଣ ଏକା ନୁହନ୍ତି, ମହାକାଳ ଆପଣଙ୍କ ସାଥିରେ ଅଛନ୍ତି। ଯଦି ଆପଣଙ୍କ ମନରେ ବିଶ୍ୱାସ ଅଛି ଯେ 2026 ଆପଣଙ୍କ ବର୍ଷ ହେବ, ତେବେ କମେଣ୍ଟ ବକ୍ସରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ଏହି ଭିଡ଼ିଓଟିକୁ ସେହି ପ୍ରତ୍ୟେକ ତୁଳା ରାଶି ବନ୍ଧୁମାନଙ୍କୁ ସେୟାର କରନ୍ତୁ ଯିଏ ଜୀବନରେ ହାରିଯାଇଛନ୍ତି। ହୁଏତ ଆପଣଙ୍କ ଗୋଟିଏ ସେୟାର ତାଙ୍କ ଜୀବନରେ ନୂଆ ଆଶା ଭରିଦେବ। ଆମ ପରିବାର ସହ ଯୋଡ଼ି ହେବା ପାଇଁ ସବସ୍କ୍ରାଇବ୍ କରନ୍ତୁ। ଦେଖାହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ ଏବଂ ଖୁସିରେ ରୁହନ୍ତୁ। ରହୁଛି, ଜୟ ଜଗନ୍ନାଥ।